ବଇଁଶୀ ମୋହନ ରାଉତ ମୋ ନାଁ। ଏହା ବହୁତ ଖୁସି ଲାଗୁଛି। ମୁଁ ବି ଶୁଣୁଛି ଏ ବହୁତ ମାନେ ଗୋଟେ 8-10 ବର୍ଷ ହେଲା କରୁଛନ୍ତି। ମିସେସ୍ ବି ଯାଆନ୍ତି ତାଙ୍କର ସେଇଠି ରେଗୁଲାର କରନ୍ତି। ସେଠି କ'ଣ ଅସୁବିଧା ହେଇଛି ଏଥରକ ଏଇଠୁ ଆରମ୍ଭ କରିଛନ୍ତି। କେବେ ଦୁର୍ବଳ ମନା କରିନାହାନ୍ତି। ଏଭଳି ଦିବ୍ୟାଙ୍ଗ ଯଦି ଏମିତି ସମସ୍ତେ ଯଦି ସେମିତି ଉଦ୍ୟମ କରିବେ ତାହେଲେ ସେ ସାରା ବିଶ୍ୱ ପାଇଁକା ନାଁ ରଖିବେ। ଆମର ବାରିଗଳ ପଞ୍ଚାୟତ। ମୋ ନାଁ ଖତେୟା ବିବି। ମୁଁ ଜଣେ ଦିବ୍ୟାଙ୍ଗ। ମୁଁ ସବୁ ଦିବ୍ୟାଙ୍ଗମାନଙ୍କୁ ଆଜିଠାରୁ ସତର୍କ କରୁଛି ଯେ ସେ ନିଜ ଗୋଡ଼ରେ ଠିଆ ହୁଅନ୍ତୁ। କାହାର ଉପରେ ନିର୍ଭର କରି ନିଜ ଭବିଷ୍ୟତଟାକୁ ଅନ୍ଧାରେ ପକାନ୍ତୁ ନାହିଁ। ସମସ୍ତେ ଆଗକୁ ବଢ଼ନ୍ତୁ। ମା ମାଉସୀ ଭାଇ ଭଉଣୀ ସମସ୍ତଙ୍କୁ ମୋର ଗୋଟିଏ ରିକ୍ୱେଷ୍ଟ। ଆଉ ୟାପରେ ମୁଁ ମୀନା ଦିଦି ଆମ ବ୍ଲକର ସେ ଆମର ବୃକ୍ଷରୋପଣ ଉପରେ ଯାଇଥିଲେ ଚେକିଂରେ। ସେ କହିଥିଲେ ତମେ କିଛି କରିକି ଦେଖାଅ, ତମେ ଜଣେ ଦିବ୍ୟାଙ୍ଗ। ମୁଁ ସେଇ ଦିନରୁ ଶପଥ ନେଇ 2018ରୁ ଏ କାମ କରି ଆସିଛି। ତାଙ୍କୁ ଏଇଠୁ ହିଁ ମୁଁ ନମସ୍କାର କରୁଛି। ତାଙ୍କ ଆଶୀର୍ବାଦ ମୋ ମୁଣ୍ଡ ଉପରେ ଅଛି। ମୁଁ ସମସ୍ତଙ୍କୁ କହୁଛି ଯେ ଭଲ କାମ କରି ନିଜର ନାଁ ଅର୍ଜନ କର। ଜଣେ ଶାରୀରିକ ଅକ୍ଷମ ହୋଇ ପ୍ରତ୍ୟେକ ବର୍ଷ ଗାଁରେ କରୁଥିଲି, କିନ୍ତୁ ଗାଁର କିଛି ପ୍ରୋବ୍ଲେମ୍ ଯୋଗୁଁ ପୁଣି ମୁଁ ଏଠି ଆସିକି କରୁଛି ସମସ୍ତଙ୍କୁ ନେଇକି। ମୋ ନାଁ ମିନତି ନାୟକ। ମୋ ଗ୍ରାମ ଶାରଦା। ମୁଁ ସୌରୀ ପଞ୍ଚାୟତରୁ ଆସିଛି। ଖତେଜା ବିବିଙ୍କ ବିଷୟରେ ତ କହିଲେ ସରିବନି। ଆଉ ବହୁତ 2018ରୁ ମୁଁ ତାଙ୍କ ପାଖକୁ ଆସିଛି। ଆଉ ସବୁବେଳେ ସେ ବହୁତ ଖୁସି ହୁଏ। 4-5 ଦିନ ପୂର୍ବରୁ ମୋତେ ଆଉ ବାରମ୍ବାର ଫୋନ୍ କରିକିନି କ'ଣ କରିବି। ତାଙ୍କ ପାଇଁକା ବହୁତ ବି ଲେଖିଛି। ପ୍ରତିବର୍ଷ ଗୋଟେ ଲେଖା ଆଣେ। ଆଉ ଶାରୀରିକ ଏଇ ଅବସ୍ଥା ହେଇ ଗୋଟେ ଦିବ୍ୟାଙ୍ଗ ମହିଳାଟିଏ ସେ ସମାଜ ସେବାରେ ଆମର ଶହୀଦ ଭାଇମାନଙ୍କ ପାଇଁକା ମନେ ରଖିବା ପାଇଁକା ଦେଶରେ କେତେ ବୀର ପୁରୁଷଙ୍କୁ ମନେ ପକାଇବା ପାଇଁକା ସେ ଏତେ ଖୁସି ହେଇଯାଆନ୍ତି ଯେ ମୁଁ ତାଙ୍କ ସହିତ ସାମିଲ ହେଇ ପ୍ରତିବର୍ଷ ଆସିକିରି ଏଇଠି ପତାକା ଉତ୍ତୋଳନ ପାଇଁକା ପଳେଇ ଆସେ। ଆଉ ନୂଆ ନୂଆ ଖବର ଜାଣିବା ପାଇଁ ଆମ LNTVକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ।